ଦେଖିଲା ଏପ୍ରିଲ 2 ରେ ମୁଁ ପୂଜାରୀଗୁଡ଼ା ମେଡିକାଲରେ ଗର୍ଭ ଯନ୍ତ୍ରଣା ହେଲାରୁ ଯାଇଥିଲି। ସକାଳୁ 7ଟାରେ ସେଇଠି ପହଞ୍ଚି 8ଟା ହେଇଗଲା। ତାପରେ ସେଠି ସନ୍ଧ୍ୟା 8ଟାରେ ଉମରକୋଟ ନେଇକି ଗଲେ। ତାପରେ ସେଠି ନେଇକି ସିଜରିଙ୍ଗ ହେଲା। ସିଜରିଙ୍ଗ ହେଲା ପରେ ପୁଅଟି ହେଇଥିଲା ମୋ ଛାତି ଉପରେ ରଖିଥିଲା। ସେ ହଲଚଲ ହଉଥିଲା, ସେ କାନ୍ଦୁଥିଲା। ତାପରେ ମୋ ଝିଅକୁ ମୁଁ ପଚାରିଲି, ମୋ ଦିଦି ମୋର ଛୁଆ କେମିତି ଅଛି ଭଲରେ? ସେ ମତେ ଧମକ ଦେଲା, ଚୁପ ରହ, ମନ ଗାଲି ଦେଲା ମତେ। ତାପରେ ସେ ଛୁଆକୁ ସିଆଡେ ନେଇଗଲେ ସାଗରିକା ସହ। କଣ ଚାହୁଁଛନ୍ତି ଆପଣ? ମୁଁ ନ୍ୟାୟ ଚାହୁଁଛି ମୋ ପୁଅକୁ, ମତେ ଦରକାର। ଆଶା ଦିଦି କହୁଥିଲା କଣ ପେଟରେ ଟ୍ୟୁମର ଅଛି, ଛୁଆ ନାହିଁ, ଛୁଆକୁ ନଷ୍ଟ କରିଦେଇଛି, ଏମିତି କହୁଥିଲା। ଟ୍ୟୁମର ଥିବ? ମୁଁ ତ ଅଲ୍ଟ୍ରାସାଉଣ୍ଡରେ ବି ଭଲ ଥିଲା, ଅଲ୍ଟ୍ରାସାଉଣ୍ଡ ବି କରାଇଥିଲି। ସବୁ ରକ୍ତ ସବୁ ହିଁ ଭଲ ଥିଲା, ସବୁବେଳେ ଭଲ ଅଛି ବୋଲି କହୁଥିଲା। ଏଟା ହଉଛି ଡକ୍ଟର ପୁଅ ହେଇଛି ବୋଲି କହିବାର। ଏଇଟା ହଉଛି ଅଲ୍ଟ୍ରାସାଉଣ୍ଡ ରିପୋର୍ଟ। ପୁଅ ହେଇଛି ବୋଲି ରିପୋର୍ଟ। ଏଇଟା ପୁଅ ହେଇଛି ରିପୋର୍ଟ। ରାଇଟ ବି ମାରିଛି ଦିଦି। ମତେ ନ୍ୟାୟ ଦରକାର ସାର୍, ମତେ ମୋ ପୁଅ ଦରକାର। ଯୋଉଠି ଥିଲେ ବି ମତେ ସେ ଦିଦି ଆଣିଦିଅ ମତେ ପୁଅକୁ। ମୁଁ ତ ଜୀବିତ ବଞ୍ଚିଥିବା ପୁଅଟେ ଦେଖିଥିଲି, ସେ ଦିଦି କଣ ଲୁଚାଇ ଦେଇଛି ମୋ ପୁଅକୁ। ବାଙ୍ଗଲାରୁ ତୁ ମତେ ଧମକ ଦେଲୁ, ସେ ଦିଦି ମତେ ଦେଲେ ନାହିଁ। ଦେଖନ୍ତୁ 18 ଜୁନରେ ଆପଣ ମାନେ ସମସ୍ତେ ଦେଖିଥିବେ, ପତ୍ର ପତ୍ରିକାରେ ବି ବାହାରିଥିଲା, ଭିଜୁଆଲ ଟିଭିରେ ବି ଦେଖେଇଥିଲା, ଗୋଟେ ମାଟେ କେମିତି କାନ୍ଦି କାନ୍ଦି କହୁଥିଲା ତା ପିଲାକୁ ଚୋରି ହେଇଯାଇଛି ବୋଲି। ସେ ମାନେ ଭାଇରାଲ ହେଲା ପରେ ଯାଇଥିଲେ ସିଡିଏମଓ, କଣ ଇନକ୍ୱାରି କଲେ, କଣ କଲେ, ସେମାନଙ୍କୁ କିଛି ଜଣା ପଡିଲାନି। ସେଥିପାଇଁ ସେମାନେ ଆଜି ଆମ ଅନୁଷ୍ଠାନରେ ଗୋଟେ ଆପ୍ଲିକେସନ ଦେଇଛନ୍ତି କି ତାଙ୍କ ପିଲାକୁ ଚୋରି କରାଯାଇଛି ବୋଲି। ତ ଏଇଠି ରହିଲା, ଏଇଟା ହଉଛି ଧନମତି, ତାର ପୁଅଟାକୁ ମାନେ ମନ୍ଥଲି ଚେକଅପ୍ ବି ହଉଥିଲା, ତାର ପେଟରେ ପିଲା ଅଛି ବୋଲି କହୁଥିଲା। 2 ଥର ତାର ଅଲ୍ଟ୍ରାସାଉଣ୍ଡ ଅଛି, ଅଲ୍ଟ୍ରାସାଉଣ୍ଡରେ ମଧ୍ୟ ତାର ପିଲା ଜୀବିତ ଅଛି, ତାର ୱାଟର ଲେଭେଲ ସମାନ ଅଛି, ତାର ବିପି ସମାନ ଅଛି, ତାର ଓଜନ ସମାନ ଅଛି, ସବୁ ଡକ୍ଟର ଅଲ୍ଟ୍ରାସାଉଣ୍ଡରେ କହିଛନ୍ତି। ଆଉ ଯୋଉ ଡକ୍ଟରକୁ ସେ ଦେଖଉଥିଲା ସେ ହିଁ ତାର ମନ୍ଥଲି ଚେକଅପ୍ କରୁଥିଲା। ତ ଯେତେବେଳେ ତାର ଡେଲିଭରି ହେଲା, ଡେଲିଭରି ପରେ ତାକୁ ତାର ତା ସ୍ୱାମୀକୁ ବ୍ଲଡ ଆଣିବା ପାଇଁ ପଠେଇ ଦେଇକି ଝିଅକୁ ମାନେ ସେଇ ସ୍ତ୍ରୀ ଲୋକଟାକୁ, ଅପରେସନ ସ୍ତ୍ରୀ ଲୋକଟାକୁ ନେଇକି ତରବରିଆ ଭାବରେ ତାକୁ ଆମ୍ବୁଲାନ୍ସରେ ଲଦି ଦେଇଛନ୍ତି। ଆଉ ଯେତେବେଳେ ତାର ସ୍ୱାମୀ ଆସିଛି, ପଚାରିଛି କି ମୋର ସ୍ତ୍ରୀକୁ କାହିଁକି ନଉଛନ୍ତି, ତ ସେମାନେ କହିଲେ ତୋର ସ୍ତ୍ରୀ ସିରିୟସ ଅଛି, ଆଉ ତୁ ଯୋଉ ବ୍ଲଡ ଆଣିଛୁ ସେ ବ୍ଲଡକୁ ଆମେ ଆମ୍ବୁଲାନ୍ସରେ ହିଁ ଦବୁ କହିକି ସେ ଡକ୍ଟର ଯିଏ, ତାଙ୍କ ନାଁ ହଉଛି ସାଗରିକା ସ୍ୱାଇଁ, ସିଏ ତାଙ୍କ ସ୍ୱାମୀକୁ ଡାକି ନେଇକି କହିଛନ୍ତି କି ଏଇ ଜାଗାରେ ସିଗ୍ନେଚର କରେ। ସେ ଗୋଟେ ପେପରରେ ସିଗ୍ନେଚର କରେଇଛନ୍ତି। ଆଉ ସେତେବେଳେ ସିଗ୍ନେଚର କଲା ପରେ ତାକୁ ଯେତେବେଳେ ଦେଖେଇଛନ୍ତି କି ଏଇଟା ତୋର ପୁଅ ଆଉ ସେ ମରିଯାଇଛି ବୋଲି ସେତେବେଳେ କହିଛନ୍ତି। ଆଉ ତାପରେ ସେ କହିଲା କି ମୋର ମଲା ପୁଅକୁ ଯେତେବେଳେ ମତେ ଦିଅ ବୋଲି କହିଛି, ତାକୁ କହିଛନ୍ତି କି ତୋର ସ୍ତ୍ରୀ ତ ମରିବା ଅବସ୍ଥାରେ ଅଛି, ତୁ ତୋ ସ୍ତ୍ରୀ କଥା ବୁଝେ ଫାଷ୍ଟ, ତାପରେ ତୋର ମଲା ପୁଅ କଥା ବୁଝିବୁ କହିକି ତାକୁ ତରବରିଆ ଭାବରେ କୋରାପୁଟ ପଠେଇ ଦେଇଛନ୍ତି। ଯେତେବେଳେ କି ନବରଙ୍ଗପୁରରେ ହେଇପାରିଥାନ୍ତା, ତାକୁ କୋରାପୁଟ ପଠେଇବାର କଣ କାରଣ ଥିଲା? ଆଉ ଯେତେବେଳେ ସେ ପିଲାଟା ମରିଯାଇଛି ବୋଲି ସେମାନେ ଦେଖଉଛନ୍ତି, ତ ସେ ମଲା ପୁଅ ଗଲା କୁଆଡେ? କିଏ ଅଧିକାର ଦେଲା ତାଙ୍କୁ କି ସେ ମଲା ପୁଅକୁ ପୋତିବା ପାଇଁ ବା କୁଆଡେ ଫିଙ୍ଗିବା ପାଇଁ? ଯେତେବେଳେ ତାର ଇନ୍ସପେକ୍ସନ ହେଲା, ସେତେବେଳକୁ କୁହାଯାଇଛି କି ସେଟା ଗୋଟେ କୁଆଡେ ଟ୍ୟୁମର ଥିଲା। ସେ ଆଶା ଦିଦି ତାଙ୍କୁ କହୁଛି, ସେ ତାଙ୍କ ମାକୁ ଆଉ ବାପାକୁ କହୁଛି ସେ ପୁଅର କି ସେଟା ଗୋଟେ ଟ୍ୟୁମର ଥିଲା, ଆଉ ସେ ପିଲାଟା ପେଟରେ ମରି ଯାଇଥିଲା ବୋଲି। ତ ଆଜି ପର୍ଯ୍ୟନ୍ତ କଣ ଡକ୍ଟରୀ ରିପୋର୍ଟ ସବୁ ଭୁଲ ଥିଲା? ଅଲ୍ଟ୍ରାସାଉଣ୍ଡ ରିପୋର୍ଟ କଣ ଭୁଲ ଥିଲା? ଆଜି ପର୍ଯ୍ୟନ୍ତ ଯୋଉ ଡକ୍ଟର ଦେଖୁଥିଲେ ସେ ଡକ୍ଟର କଣ ଭୁଲ କଥା କହୁଥିଲେ? ଯଦି ଏ ସବୁ ଠିକ ଅଛି, ତାହେଲେ ସେ ମଲା ପିଲା ଗଲା କୁଆଡେ? ସେ ଡକ୍ଟରକୁ ବା ସେ ଯୋଉମାନେ ବି କାଣ୍ଡ କରିଛନ୍ତି ସେମାନଙ୍କୁ ଅଧିକାର କିଏ ଦେଲା? ଯଦି ମାକୁ ସେମାନେ ଦେଖେଇ ପାରିଲେ ନାହିଁ, ସେ ଯୋଉ ମା ତ କହୁଥିଲା ଯେତେବେଳେ ପିଲା ଜନ୍ମ ହେଲା ତା ଛାତିରେ ତାର ମା ସେ ପିଲାକୁ ଦେଇଛନ୍ତି, ଆଉ ସିଏ ସେଠି ଅନୁଭବ ବି କରିଛି ତାର ପିଲାର ଛାତିର ମାନେ ଧଡକନ ଥିଲା, ଆଉ ତାର ହାତ ଗୋଡ ସେ ହଲଉଥିଲା ବୋଲି। ତ ସେ ପିଲା ଗଲା କୁଆଡେ? ଏବେ ପ୍ରଶ୍ନ ଉଠୁଛି ସେ ପିଲା ଗଲା କୁଆଡେ? ଯଦି ମାକୁ ଦେଲେନି, ମାର କଣ୍ଡିସନ ଭଲ ନଥିଲା, ତ ତାର ବାପା କାହିଁକି ଦେଲେନି? ଆଉ ଯଦି ବାପା ବି ବ୍ୟସ୍ତତାରେ ଥିଲା, ତାଙ୍କ ପରିବାର ଲୋକ ରାତି 2ଟା ଯାଇ ଜଗିଛନ୍ତି, କିନ୍ତୁ ତାଙ୍କର ପରିବାରକୁ ସେ ମାନେ ପିଲାଟାକୁ ହସ୍ତାନ୍ତର କରାଯାଇନି। ତ ଏଠୁ ଜଣା ପଡୁଛି
जे ए डॉक्टर ए आशाकर्मी एमानଙ୍କର ସମସ୍ତଙ୍କର ମିଲି ଭଗତରେ କିଛି ଗୋଟେ ସେ ପିଲାଙ୍କୁ କରିଛନ୍ତି ଯଥାଶୀଘ୍ର ସେ ପିଲାର ଡେଡ୍ ବଡି ହଉ ବା ସେ ଜୀବତ ପିଲା ହଉ ତାକୁ ଆଣିକି ତାଙ୍କ ମା ବାପାକୁ ଦିଆଯାଉ ଯଦି ନ ଦଉଛନ୍ତି ତାହେଲେ ଆଇନ ପରିସ୍ଥିତି ଯାହା ବି ସୃଷ୍ଟି ହବ ସେଥିପାଇଁ ନିଜେ ପ୍ରଶାସନ ଆଉ ହସ୍ପିଟାଲ ପ୍ରଶାସନ ଦାୟୀ ରହିବେ।